সভারূঢ় মহাভীমা ঘোরদষ্টঙ্গসূর্মুখী চতুর্ভুজা মুন্ডমালা বরা ভয়ঙ্করং শিবং মুন্ডমালা ধরা দেবী দৌড়জিহা দিগম্বরম এবং সঞ্চিতকারী শ্মশান রেবাচিরং জগজ্জননী মা দক্ষিণকারী আদি দিনের ইষ্ট দেবতা শনিশ্বর দেবতা জগন্নাথ বলভদ্র সুভদ্রা সুদর্শনী চতুর্ধামূর্তি দেবতা লক্ষ্মীনারাୟଣ ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆରୀ ଯେଉଁମାନେ ଆଜିର ଏହି ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଆତ୍ମସନ୍ତୋଷ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଦିନ ହେଉ ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଡିସେମ୍ବର ମାସ 21 ତାରିଖ 2024 ମସିହା ବିଛା ଧନୁ 6 ଦିନ ପୌଷ ମାସ କୃଷ୍ଣପକ୍ଷ ଷଷ୍ଠୀ ଶନିବାର ଷଷ୍ଠୀ ତିଥି ଦିନ 12ଟା 22 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ସପ୍ତମୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ପୂର୍ବା ଫାଲ୍ଗୁନୀ ସିଂହ। ପୂର୍ବା ଫାଲ୍ଗୁନୀ ନିଶାନ୍ତ 6ଟା 24 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଚନ୍ଦ୍ର ସିଂହ ରାଶିରେ ଅରାତ୍ର 60 ଦଣ୍ଡ ରହିବେ। ଷଷ୍ଠୀ ତିଥି 12ଟା 22 ମିନିଟ୍ ପର୍ଯ୍ୟନ୍ତ ରହିଥିବାରୁ ସେ ସମୟ ପର୍ଯ୍ୟନ୍ତ ପିତା ଦ୍ରବ୍ୟ ଖାଇବା ମନା, ଖାଇଲେ ପଶୁ ଯୋନିରେ ଜନ୍ମ ଏବଂ ଏହାପରେ ତାଳ ଖାଇବା ମନା, ଖାଇଲେ ଦେହରେ ରୋଗ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ପଞ୍ଚମ ଚନ୍ଦ୍ର କୃଷ୍ଣପକ୍ଷ ଯୋଗୁଁ ଏବଂ ଘାଟ ତିଥି ଭୋଗ ହେଉଥିବାରୁ 12ଟା 22 ମିନିଟ୍ ପର୍ଯ୍ୟନ୍ତ ଘାଟ ତିଥି ରହୁଥିବାରୁ ବାଦ ବିବାଦ ସ୍ୱାସ୍ଥ୍ୟ ଆର୍ଥିକ କାରବାର ସନ୍ତାନମାନଙ୍କ ସହ କଥାବାର୍ତ୍ତା ପିତାମାତାଙ୍କ ସହ କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ। ମାନ ସମ୍ମାନ ହାନି ମାନସିକ ଦୁଶ୍ଚିନ୍ତା ପରିବାରରେ ମନମାଳିନ୍ୟ ଏବଂ ସନ୍ତାନମାନଙ୍କର କର୍ମକୁ ନେଇ ଚିନ୍ତିତ ହେବେ। ଇତର ଜଣଠାରୁ ଅପମାନ ପାଇବେ ଏବଂ ମନ ଅସ୍ଥିର ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ। ବିଦ୍ୟା ବୁଦ୍ଧି ଜ୍ଞାନ ଗାରିମା ପ୍ରତ୍ୟୁତ୍ପନ୍ନ ମତି ଦୂରଦୃଷ୍ଟି ଧୀଶକ୍ତି ସ୍ମରଣ ଶକ୍ତି ପ୍ରୟୋଗରେ ଅସଫଳ ହେବେ ବା ୟାକୁ ଠିକ୍ ଭାବରେ ପ୍ରୟୋଗ କେଉଁଠି କେମିତିକା ପ୍ରୟୋଗ କରାଯିବ, ବିଦ୍ୟା କେଉଁଠି ଦରକାର, ବୁଦ୍ଧି କେଉଁଠି ଦରକାର, ୟାକୁ ସବୁ ପ୍ରୟୋଗରେ ଅସଫଳ ହେବେ। ମନ ଅସ୍ଥିର ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ। କର୍ମରେ ବିଫଳତା ସମ୍ମାନ ହାନି ଘଟିବ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 3, ଆରାଧନା ପ୍ରଭୁ ସ୍କନ୍ଦ। ବୃଷ ରାଶି ଚତୁର୍ଥ ଚନ୍ଦ୍ର ଓ ଘାଟ ବାର। ଘାଟ ବାର ଯୋଗୁଁ ବାଣିଜ୍ୟ ବ୍ୟବସାୟ କର୍ମରେ ଏବଂ ସମସ୍ତ କର୍ମରେ ଯେତେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ମିଳିବ ନାହିଁ ଏବଂ ମନ ଅସ୍ଥିର ବିଷାଦଗ୍ରସ୍ତ ରହିବ। ମୂଲ୍ୟବାନ ଧାତୁ ବସନ ଭୂଷଣ ଘରୋଇ ଉପକରଣ ଓ ଯାନବାହନ କ୍ରୟ କରିପାରନ୍ତି। ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ସ୍ୱଜନ ପରିଜନ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ। ଆକସ୍ମିକ ଧନ ଲାଭ କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତ ଧନ ବକେୟା ଧନ ପ୍ରାପ୍ତ ହେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମରେ ସଫଳତା ଉଚ୍ଚ ସମ୍ମାନ ଉଚ୍ଚ ପଦବୀ ଓ ପଦସ୍ଥ ଅଧିକାରୀଙ୍କର ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର କୃତିକା ଓ ରୋହିଣୀ ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 4, ଆରାଧନା ପ୍ରଭୁ ଶ୍ରୀରାମ। ମିଥୁନ ରାଶି ତୃତୀୟ ଚନ୍ଦ୍ର
ଶନିବାର ଓ ଶୁକ୍ରଙ୍କର ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ କର୍ମ ଆରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି, ଭାଇ ଭଉଣୀଙ୍କ ସହ ସୁସମ୍ପର୍କ ଏବଂ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ। ଜମିଜମା ବିବାଦ, ପୁରାତନ ବିବାଦ, ପାରିବାରିକ ବିବାଦ ଏବଂ ଭାଇ ଭଉଣୀଙ୍କ ସହ ଥିବା ବିବାଦର ସମାଧାନ ହେବ। ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ ଏବଂ ସୁଖବର ସୁସମ୍ବାଦ ପାଇବେ। ମନରେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଓ ମନୋବଳ ସୁଦୃଢ଼ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମ ନିପୁଣତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 4, ଆରାଧନା ମା ଛିନ୍ନମସ୍ତା। କର୍କଟ ରାଶି, ଘାତ ଚନ୍ଦ୍ର ଏବଂ ଅପରାହ୍ନ 12ଟା 22 ପର୍ଯ୍ୟନ୍ତ ଘାତ ତିଥି ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି। ଆର୍ଥିକ କ୍ଷତି, ଆର୍ଥିକ ଠକାମି ଏବଂ ଆର୍ଥିକ ସ୍ଥିତିରେ ବିପର୍ଯ୍ୟୟ ଘଟିପାରେ। ମନରେ ଅସ୍ଥିରତା, ପରିବାରରେ ମନମାଳିନ୍ୟ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା ଏବଂ ସମସ୍ତ କର୍ମ ବିବାଦୀୟ ହେବ। କର୍ମରେ ବିଫଳତା ଏବଂ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ସିଲଭର, ସଂଖ୍ୟା 1, ଆରାଧନା ମା ଭୁବନେଶ୍ୱରୀ। ସିଂହ ରାଶି, ଘାତ 12 ଏବଂ ଶ୍ରୀଚନ୍ଦ୍ର ଯୋଗୁଁ ଘାତ 12ର ପ୍ରଭାବ ବିଶେଷ ରହିବ ନାହିଁ। ଧନ, ମାନ, ସମ୍ମାନ, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ ସୁବଚନ ପ୍ରାପ୍ତି ହେବ। ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ବନ୍ଧୁ ବାନ୍ଧବ ସହକର୍ମୀ ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ। ଆମୋଦ ପ୍ରମୋଦ, ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭବ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 6, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। କନ୍ୟା ରାଶି, ଦ୍ୱାଦଶ ଚନ୍ଦ୍ର ଓ ଘାତ 12 ଯୋଗୁଁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ। ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ବହୁତ କମ୍ ରହିବ। ଖର୍ଚ୍ଚ ପ୍ରତି ଅନାଗ୍ରହ ଓ ସଞ୍ଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ବହୁତ କମ୍ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗ କରିବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ହସ୍ତା କନ୍ୟା, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 8, ଆରାଧନା ମା ତ୍ରିପୁର ସୁନ୍ଦରୀ। ତୁଳା ରାଶି, ଏକାଦଶ ଚନ୍ଦ୍ର, 11 ନକ୍ଷତ୍ର, ଶୁକ୍ରଙ୍କର ନକ୍ଷତ୍ର, ଶନିବାର ଯୋଗୁଁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ। ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ର ଧନ ପ୍ରାପ୍ତି
ଏବଂ ଆୟର ନୂତନ ମାର୍ଗ ଖୋଲିବ। ଅନ୍ୟକୁ ଦେଇଥିବା ଧନ ହୃତ ଧନ ବକେୟା ଧନ ପ୍ରାପ୍ତ ହେବ ଏବଂ ଆୟ ଅଧିକ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ସ୍ୱାତି ତୁଳା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 2, ଆରାଧନା ପ୍ରଭୁ ଶ୍ରୀରାମ। ବିଛା ରାଶି ଦଶମ ଚନ୍ଦ୍ର ଯୋଗୁଁ କର୍ମ ପ୍ରତି ଏକାଗ୍ରତା ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ। ଆଜି ଯେକୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ପାଇବେ ଏବଂ ସମସ୍ତ ଅଟକିଥିବା କାମ ବନ୍ଦ ହୋଇ ରହିଥିବା କାମ ସଫଳତାର ସହ ସମ୍ପାଦନ କରିବେ। ମନରେ ସତ୍ଚିନ୍ତା ସଦ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ। ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ଓ ସର୍ବଜନା ଆଦୃତ ହେବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ଅନୁରାଧା ବିଚ୍ଛା ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 11, ଆରାଧନା ପ୍ରଭୁ ହନୁମାନ। ଧନୁ ରାଶି ନବମ ଚନ୍ଦ୍ର ଶନିବାର ଓ ଶୁକ୍ରଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସ୍ୱତନ୍ତ୍ରତା ଏବଂ ରାଜନୈତିକ ବ୍ୟକ୍ତିଙ୍କର ଆକ୍ରୋଶର ଶିକାର ହେବେ। ଅପମାନ ଅପଯଶ ଅପନିନ୍ଦା ମିଳିବ ଏବଂ ମନ ଅସ୍ଥିର ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ। କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଗୋଲାପୀ, ସଂଖ୍ୟା 5, ଆରାଧନା ପ୍ରଭୁ ଶ୍ରୀ ଜଗନ୍ନାଥ। ମକର ରାଶି ଘାତ ଚନ୍ଦ୍ର ଶନିବାର ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ। ମନରେ ଅସ୍ଥିରତା, ପରିବାରରେ ମନମାଳିନ ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ଓ କର୍ମ ବିବାଦୀୟ ହେବ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ମନ ଅସ୍ଥିର ବିଷାଦଗ୍ରସ୍ତ ଚାପଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ ବାଧା ବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଧନିଷ୍ଠା ମକର ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଇନ୍ଦ୍ରନୀଳ, ସଂଖ୍ୟା 6, ଆରାଧନା ମା ଦୁର୍ଗା। କୁମ୍ଭ ରାଶି ସପ୍ତମ ଚନ୍ଦ୍ର ଶନିବାର ଓ ଶୁକ୍ରଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ଆମୋଦ ପ୍ରମୋଦ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ପ୍ରତି ଅଧିକ ଯତ୍ନଶୀଳ ହେବେ। ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ଚାଲି ଚଳନ ବ୍ୟବହାର କଥାବାର୍ତ୍ତା ମାର୍ଜିତ ଓ ସର୍ବଜନା ଆଦୃତ ହେବ। ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ଓ ଧନ ମିଳିବ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଶତବିଶା କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 3, ଆରାଧନା ମା ଭୈରବୀ। ଶେଷ ରାଶି ମୀନ ରାଶି। ମୀନ ରାଶି ଷଷ୍ଠ ଚନ୍ଦ୍ର ଷଷ୍ଠୀ ତିଥି ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଦାମ୍ପତ୍ୟ ଜୀବନରେ ମଧୁରତା, ଚାଲିଚଳନରେ ସଂଯମତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ପରୋପକାର, ସମାଜ ସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ଯଶ ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ।
ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଉତ୍ତରା ଭାଦ୍ର ମିନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 5, ଆରାଧନା ମା ତାରା। ଏ ଥିଲା ଆଜିର 12ଟି ରାଶିର ଆଜିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଏ ମନ୍ତ୍ରଟିକି ଋଷାଦି କରି ପାଠ କରନ୍ତୁ। ଯେଉଁମାନଙ୍କର ଆଜି ଅଶୁଭ ଫଳ ପାଇବାର ଅଛି ସେମାନେ ନିଶ୍ଚିତ ଭାବରେ ଶୁଭ ଫଳ ପାଇବେ ବା ତାଙ୍କ ଅଶୁଭତ୍ଵ ଦୂର ହୋଇ ଶୁଭ ଫଳ ପାଇବେ। ଏବଂ ଯେଉଁମାନଙ୍କର ଶୁଭ ଫଳ ପାଇବାର ଅଛି ସେମାନେ ଆଉ କିଛି ଅଧିକ ଶୁଭ ଫଳ ପାଇବେ। ମଙ୍ଗଶ୍ରୀ ଶନିଶ୍ଚର ମହାମନ୍ତ୍ରସ୍ୟ କାଶ୍ୟପ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ଶନିଶ୍ଚର ଦେବତା ସୁପ୍ରୀତୟେ। ଶନିଶ୍ଚର ଦେବତା ମନ୍ତ୍ର 108 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏଉଠିକି ଥରେ ପଢ଼ିବେ, ଏଉଠି ଋଷ୍ୟାଦି ଏବଂ ମନ୍ତ୍ରଟି ହେଲା ଏବଂ ଐଂ ହିଂ ଶ୍ରୀଂ ଶନୈଶ୍ଚରାୟ ନମଃ। ଏ ମନ୍ତ୍ରକୁ ସକାଳେ 108 ଏବଂ ସନ୍ଧ୍ୟାରେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।